महानदी विहार ତାଙ୍କର ମଠ ସାର୍ ଶୁଣି ପାରୁଥିଲେ? ହଁ ହଁ ଶୁଭୁଛି। ଅତି ଚମତ୍କାର, ଜୟ ଜଗନ୍ନାଥ। ଅତି ଜୟ ସୁନ୍ଦର ଜଗନ୍ନାଥ। କଣ୍ଠରେ ଆପଣ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କଲେ। ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ଉପସ୍ଥିତ ସମସ୍ତ ଦିବ୍ୟ ଜୀବନାକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର। ଆଜି ଆମେ ଏକ ଭିନ୍ନ ପ୍ରକାରର ସ୍ୱାଦର ଆଧ୍ୟାତ୍ମିକତାକୁ ଉପଲବ୍ଧି କରିବା। ପ୍ରାୟ ପାଖାପାଖି 20 ମାସ ଧରି ଶ୍ରୀମଦ୍ ଭଗବତ ଗୀତାର ଏକ କୋମଳ କୋଳ ଭିତରେ ଆମେ ସମସ୍ତେ ଅତି ଆନନ୍ଦର ସହ ବସିଥିଲୁ ଏବଂ ତାଙ୍କର ମଧୁର ସ୍ରୋତରେ ଆମେ ସମସ୍ତେ ସନ୍ତରଣ କରୁଥିଲୁ। ସତେଅବା ଆମେ ଶ୍ରୀମଦ୍ ଭଗବତ ଗୀତାର ସେ ମହାସମୁଦ୍ର ଭିତରେ ଭାସୁ ଭାସୁ କେତେବେଳେ ବି ନିଜକୁ ଭୁଲି ଯାଉଥିଲୁ। ଆମ ନିଜକୁ ଅନ୍ତରକୁ ବା ଆମେ ଆମ ନିଜ ଲକ୍ଷ୍ୟକୁ ମଧ୍ୟ ତା ଭିତରେ ହଜେଇ ଦେଉଥିଲୁ। ଅନେକ କଥା ଶିଖିଲୁ। ସାଂଖ୍ୟ ଯୋଗ ପଢ଼ିଲୁ, ଭକ୍ତି ଯୋଗ ପଢ଼ିଲୁ, କର୍ମଯୋଗ ପଢ଼ିଲୁ, ଜ୍ଞାନ ଯୋଗ ପଢ଼ିଲୁ। ଭଗବାନ ତାଙ୍କ ଦିବ୍ୟ ମୁଖରେ ତାଙ୍କର ପରମ ସଖା ବନ୍ଧୁ ସୁହୃଦ ତାଙ୍କ ଭିତରୁ ସମସ୍ତ ସଂଶୟ ଦୂର କରି ଏକ ପରମ ଜ୍ଞାନର ସାଗର ଭିତରକୁ ତାଙ୍କୁ ନେଉଥିଲେ। ତାଙ୍କ ଭିତରୁ ସେ ଜ୍ଞାନର ଜ୍ୟୋତି ଦ୍ୱାରା ସେହି ଅର୍ଜୁନଙ୍କ ଭିତରେ ଥିବା ସମସ୍ତ ପ୍ରକାରର ସନ୍ଦେହ ସଂଶୟକୁ ମୋଚନ କରିଦେଉଥିଲେ ଏବଂ ତା ଜାଗାରେ ଏକ ଜ୍ଞାନର ଊର୍ଜା ପ୍ରକାଶିତ ହେଉଥିଲା, ଉଦ୍ଭାସିତ ହେଉଥିଲା ଏବଂ ସେହି ଜ୍ଞାନର ଊର୍ଜା ହିଁ ତାଙ୍କର ସମସ୍ତ ସଂଶୟକୁ ନଷ୍ଟ କରିଦେଲା। ତାଙ୍କ ଭିତରେ ଥିବା ସମସ୍ତ ଡୁଆଲିଟିକୁ ଧ୍ୱଂସ କରିଦେଲା। ସେ ଅନୁଭବ କରିପାରିଲେ ଯେ ତାଙ୍କର ଗୁରୁ ବା ତାଙ୍କର ସଖା ସେ ହିଁ ପରମ ଈଶ୍ୱର ଏବଂ ସେ ହିଁ ଯଥାର୍ଥ ଜ୍ଞାନଦାତା ଏବଂ ସେ ଜ୍ଞାନ ହିଁ ତାଙ୍କୁ ଯଥାର୍ଥ ସତ୍ୟ ଦିଗକୁ ନେଉଛି। ଏକଥା ତାଙ୍କର ଦିବ୍ୟ କର୍ଣ୍ଣ ଏକଥା ଶ୍ରବଣ କଲା ଏବଂ ତାଙ୍କୁ ଗାଇଡ଼ କଲା। ସେହି ଲକ୍ଷ୍ୟ ଦିଗରେ ତାଙ୍କର ଜ୍ୟୋତି ପରମ ଜ୍ୟୋତିର ଅନୁଭବ ତାଙ୍କୁ ଗାଇଡ଼ କଲା ଏବଂ ଦିବ୍ୟ କର୍ମ ଦିଗରେ ସେ ଅଗ୍ରସର ହେଲେ। ଏ କଥା ସହିତ ଆମେ ଅନେକ ଉପନିଷଦ ପଢ଼ୁଛୁ, ଗୀତା ପଢ଼ୁଛୁ। ଏ ସହିତ ଆମେ ଆମର ସାଧନା ପଥରେ କିଛି କିଛି ଅଗ୍ରସର କରୁଛୁ। ଆମ ସତ୍ତାମାନଙ୍କୁ ଚିହ୍ନୁଛୁ, ଆମର ଶରୀରକୁ ଚିହ୍ନୁଛୁ, ମନକୁ ଚିହ୍ନୁଛୁ, ପ୍ରାଣକୁ ଚିହ୍ନୁଛୁ ଏବଂ ଆମ ଜୀବନର ଅନେକ ଲକ୍ଷ୍ୟ ଦିଗରେ ଯାତ୍ରା କରୁଥିଲେ ମଧ୍ୟ ବେଳେବେଳେ ଆମେ ହଜିଯାଉ। ଆମ ପାଖରୁ କେତେବେଳେ ସେ ଲକ୍ଷ୍ୟଟି କେତେବେଳେ ଡାଇଲ୍ୟୁଟ୍ ହେଇଯାଏ। ଆମେ ଭିନ୍ନ ଦିଗରେ ପରିଚାଳିତ ହେଉ ଏବଂ ଅଯଥା ପ୍ରଶ୍ନ ସବୁ ପଚାରୁ ବେଳେବେଳେ। କାହିଁକିନା ଆମର ଅନେକ ଅଜ୍ଞାନତାର ପରଦା ଗୁଡ଼ାକ ଆମକୁ ବେଳେବେଳେ ଆଚ୍ଛନ୍ନ କରିଦିଏ। ଆମେ ପୁଣି ସେଇ କଳା ବାଦଲ, ଅଜ୍ଞାନତାର କଳା ବାଦଲ ଆମର ଜ୍ଞାନର ଊର୍ଜାକୁ ଢାଙ୍କି ପକାଏ। ଏ କଥାକୁ ଆମେ ଅତି ସୁନ୍ଦର ଭାବରେ ବୁଝିବା ପାଇଁ ଶ୍ରୀମାଙ୍କର ଗୋଟିଏ ସୁନ୍ଦର କ୍ଷୁଦ୍ର ପୁସ୍ତକ ସର୍ବୋତ୍ତମ ଆବିଷ୍କାର, ସୁପ୍ରିମ ଡିସ୍କଭରୀ। ଏହି ପୁସ୍ତକଟି ମୋତେ ଖୁବ୍ ଅନୁପ୍ରାଣିତ କରିଥିଲା। ସେ ପୁସ୍ତକଟି ସମସ୍ତ ବେଦ, ଉପନିଷଦ, ସମସ୍ତ ଜ୍ଞାନକୁ ଏକ ସମନ୍ୱୟ ଢଙ୍ଗରେ ଏକ କ୍ଷୁଦ୍ର ପୁସ୍ତିକା ଆକାରରେ ଆମକୁ ଆଗରେ ଗୋଟେ ଗାଇଡ଼ ଆକାରରେ ଛିଡ଼ା କରିଦେଉଛି ଏବଂ ଆମର ଲକ୍ଷ୍ୟକୁ ଗୋଟେ ପିନ୍ ପଏଣ୍ଟ କରାଇ ଦେଉଛି ଏବଂ ସେ ପିନ୍ ପଏଣ୍ଟ ଲକ୍ଷ୍ୟକୁ ସଦାବେଳେ ଆମ ଅନ୍ତରରେ ବା ଆମ ସ୍ମୃତିରେ ରଖି ଯଦି ଆମେ ବାଟ ଚାଲିବା ତାହେଲେ ଆମର ଜୀବନର ପଥ ଏକ ଆଲୋକିତ ପଥ ହୋଇ ରହିବ ସଦା ସର୍ବଦା। ସେଥିପାଇଁ ମୁଁ ନିଜ ଇଚ୍ଛାରେ ଏଇ ଯେଉଁ ଟପିକଟି ବାଛିଛି ଏବଂ ମୁଁ ଭାବୁଛି ଏଇଟା ସମସ୍ତଙ୍କୁ ଉପାଦେୟ ହେଇପାରିବ, ସେଥିପାଇଁ ମୁଁ ବାଛିଛି।
आमे याकु पढ़िबा तापरे पुणी से गीतार सारमर्म दिग को श्री अरविंद एवं गीता यार सारमर्म भीतर को पुणी प्रवेश करवा एवं आस्ते आस्ते गीता को बुझी बुझी जीवा। तेणु आजिर कार्यक्रम को आह्वान करने पूर्वर आमे सर्वप्रथमे से परम प्रभुंकर ओंकार नाद को स्मरण करवा एवं उच्चारण करवा। हे परमच्च प्रभु चिरंतन सत्य आमे केवल तुमरी आज्ञाबह होई उठू ओ सत्यर विधान को आश्रय करी जीवन धारण करू। उपस्थित समस्त दिव्य जीवनकांक्षी भाई भणी माननकु एक नूतन अध्याय परिप्रेक्षी समस्त को स्वागत करुछि। आमे जो क्षुद्र निबंधटी पढ़ा एवं आलोचना करने को जाऊँ से निबंधटी प्राय 1946 मसीह श्रीमा फ्रेंच रे से लखाटी लिखिथिले एवं सेटा ओडिया रे सर्वोत्तम आविष्कार पुस्तकटी भाव में बेस आदृत होइछि एवं या भितर थिया प्रत्येक शब्द कण मनीष पथर मनीष लक्ष्यपत्र यात्रा दिगरे उत्साह शक्ति एवं आश्वासना प्रदान करिवो। सेथिपाई श्रीमद् भगवद गीता को स्मरणर सहित आमे এই सर्वोत्तम आविष्कार रे जहा उद्दिष्ट कथा ताकू आमे पढ़िबा एवं आलोचना करिबा। प्रथम को आमको मन रखा पड़ो जे जो माने आमे यही कथा सहित संजोग हेइछु आमे जणे जणे जोगी आम सहित आम परम सदाबले सदा जोगजुक्त होई रहिछंती किंतु आमे जोगपथरे बेले बेले केतेबेले तांको विच्युत हो सत किंतु आमर लक्ष्य से परमंक सहित जोगजुक्त हवाको एवं से जोगजुक्त हवा सहित आमे किपरि एक सचेतन भाव में जोगजुक्त हो पारिबु एवं आम लक्ष्य दिगरे अग्रसर हो पारिबु से पाई ई सर्वोत्तम आविष्कार आर्टिकलटी आमको अनेक साहाय्य करियो बोले मोर विश्वास। मुझे समस्त पाखु कथाटा पठे देइछि समस्ते से लेखाटी को हाथ में धरी थे और समस्ते पढ़े अति मनोयोग सहकारे यार प्रत्येक शब्द सहित निज जीवन सहित आमे ताको मेल करिबा संयोग करिबा एवं ताको आलोचना करिबा। जदि आम्भे माने जगपथरे समग्र भावे आगे जीवाकू चाहो ताहेले आम मानकर चेतना सत्ता तेबे ताहेले आम मानकर चेतना सत्ता मध्यरे एपरि एक दृढ़ शुद्ध मानस समन्वय करी गढ़ी तोलिबाकू हेबो जहाँ सकल बाह्य प्रलोभनरू आम मानकू कवच तुल्य रक्षा करि पारिबो जहाँ पथचिन्ह परी आम मानकू भुआं बुलेइबारु रक्षा करि पारिबो जहाँ ई सदा चंचल
ଜୀବନ ସମୁଦ୍ରରେ ବେଳାଭୂମିସ୍ଥ ବତୀଘର ତୁଲ୍ୟ ଆମ୍ଭମାନଙ୍କର ଗନ୍ତବ୍ୟ ପଥ ଆଲୋକିତ କରିବ। ମୁଁ ଯାହା ବୁଝିଛି ଏଇ କଥା ସହିତ ଏଇ ପାରାଗ୍ରାଫରେ ଯେ ଆମେ ଯେଉଁ ଯୋଗ ସାଧନା କରିବାକୁ ଯାଉଛୁ, ଏ ଯୋଗ ସାଧନା କିଏ କରୁଛି? ଆମ ଭିତରେ ଥିବା ଏକ ମାନସ ସତ୍ତା ହିଁ ଯୋଗ ସାଧନା ପାଇଁ ମନ ବଳେଇଛି। ଏବଂ ଏ ମାନସ ସତ୍ତାଟି ଆମର ଏ ସଦା ଚଞ୍ଚଳ, ସେ ସମନ୍ୱିତ ନୁହେଁ ଏବଂ ସେ ଖଣ୍ଡିତ। ସେ ଯଦି ଶୁଦ୍ଧ ଏବଂ ସମନ୍ୱିତ ହୋଇପାରନ୍ତା ଏବଂ ସେ ଯଦି ଦୃଢ଼ୀଭୂତ ବା ଦୃଢ଼ଯୁକ୍ତ ହୋଇପାରନ୍ତା, ସଂକଳ୍ପଯୁକ୍ତ ହୋଇପାରନ୍ତା, ତାହେଲେ ଆମର ଚେତନା ସତ୍ତା ମଧ୍ୟରେ ସେ ନିଜକୁ ସଂକେନ୍ଦ୍ରିତ ହୁଅନ୍ତା। ଯଦି ସିଏ ସଂକେନ୍ଦ୍ରିତ ହୋଇପାରନ୍ତା ମାନସ ସତ୍ତାଟି ଏବଂ ସେ ନିଜକୁ ଦୃଢ଼ କରି ରଖିପାରନ୍ତା ବା ସଂକେନ୍ଦ୍ରିତ କରି ରଖିପାରନ୍ତା, ତାହେଲେ ଏଇ ମନଟି ଯେ ବିଭିନ୍ନ ପ୍ରଲୋଭନ ଦ୍ୱାରା ପ୍ରଲୋଭିତ ହେଇକିରି ସେ ଇଆଡ଼େ ସିଆଡ଼େ ଧାଉଁଛି ଏବଂ ଲାଭ ଆଶାରେ ୟାକୁ ଛୁଇଁ ପକାଉଛି, ତାକୁ ଜାବୁଡ଼ି ପକାଉଛି, ତାକୁ ସାଉଁଟି ପକାଉଛି, ଏଇ କଥାଟି ନ କରି ଏବଂ ସଦାବେଳେ ସିଏ ସବୁ ଜାଗାରୁ ସେ ପ୍ରତାରିତ ହେଉଛି। ମାନସ ସତ୍ତା ଯାହା ପାଖକୁ ଯାଉଛି ସେ ପ୍ରତାରିତ ହେଉଛି, ପୁଣି ଭୁଲ କରୁଛି, ପୁଣି ପରିତାପ କରୁଛି। କାରଣ ତାର ଶୁଦ୍ଧ ମାନସ ସତ୍ତାଟି ସମନ୍ୱିତ ନୁହେଁ ବୋଲି। ଯଦି ମାନସ ସତ୍ତାଟି ସମନ୍ୱିତ ହୁଅନ୍ତା, ଦୃଢ଼ ହୁଅନ୍ତା, ତାହେଲେ ତାର ପଥ ଚିହ୍ନରୁ ସେ ନିଜକୁ ରକ୍ଷା କରିପାରନ୍ତା। ଯେପରି এই ସଦା ଚଞ୍ଚଳ ଜୀବନ ସମୁଦ୍ର ଭିତରେ ସେ ଆମର ଚେତନ ସତ୍ତାଟି ବତୀଘର ତୁଲ୍ୟ ସେ ଆଲୋକିତ କରିପାରନ୍ତା ସଦା ସର୍ବଦା, ଯାହାଫଳରେ ସିଏ ଆଉ ପଥଭ୍ରଷ୍ଟ ହୁଅନ୍ତା ନାହିଁ। ତାପରେ ସେ କହୁଛନ୍ତି, ତେଣୁ ମାନସ ସତ୍ତାଟି କେମିତି ସମନ୍ୱିତ ହୋଇପାରିବ? ସେ କ୍ଷେତ୍ରରେ ମା କହୁଛନ୍ତି, ପ୍ରତ୍ୟେକଙ୍କୁ ହିଁ ଏହି ମାନସ ସମନ୍ୱୟ ନିଜର ପ୍ରବୃତ୍ତି, ନିଜର ରୁଚି, ନିଜର ଅଭିପ୍ସା ଅନୁସାରେ ଗଢ଼ି ତୋଳିବାକୁ ହେବ। ତେବେ ଯଦି ଆମ୍ଭେମାନେ ସେହି ମାନସ ସମନ୍ୱୟକୁ ଜୀବନ୍ତ ଓ ଜ୍ୱଳନ୍ତ କରି ଗଢ଼ିବାକୁ ଚାହୁଁ, ତାହେଲେ ତାର ମଝିରେ ହିଁ ରଖିବାକୁ ହେବ ଏପରି ଏକ କଳ୍ପନା ଯାହା ହେବ ବୁଦ୍ଧି ରଚିତ ତାଙ୍କର ପ୍ରତୀକ ସ୍ୱରୂପ, ଯେ ଆମ୍ଭମାନଙ୍କ କେନ୍ଦ୍ର ସ୍ଥଳରେ ସର୍ବଦା ବିରାଜିତ, ଯେ ଆମ୍ଭମାନଙ୍କ ପ୍ରାଣ, ଯେ ଆମ୍ଭମାନଙ୍କର ଦୀପ୍ତି। ଏଇଠି ଗୋଟେ ସେ ସୁନ୍ଦର ଭାବରେ ଏଇ ପାରାଗ୍ରାଫରେ ସେ କହୁଛନ୍ତି, ଯେଉଁମାନେ ଏଇ ଯୋଗ ପଥରେ ଆଗେଇବାକୁ ଚାହାନ୍ତି, ସେମାନେ ତାଙ୍କର ମାନସ ସତ୍ତାକୁ ସମନ୍ୱିତ କରିବେ। ସମନ୍ୱୟ କରି ନିଜକୁ ଆଗେ ନିରୀକ୍ଷଣ କରିବେ। କ'ଣ ନିରୀକ୍ଷଣ କରିବେ? ଯେ ତାଙ୍କର ଯେଉଁ ଅନ୍ତର ସତ୍ତାଟିର ପ୍ରବୃତ୍ତି କ'ଣ, ତାର ରୁଚି କ'ଣ, ତାର ଅଭିପ୍ସା କେଉଁ ଆଡ଼କୁ ଯାତ୍ରା କରିବାକୁ ଇଚ୍ଛା କରୁଛି। ତେଣୁ ତା ନିଜର ପ୍ରବୃତ୍ତି, ନିଜର ରୁଚି ଏବଂ ନିଜର ଅଭିପ୍ସା ଅନୁଯାୟୀ ତାକୁ କେନ୍ଦ୍ରରେ ରଖି ସେ ମାନସ ସତ୍ତାକୁ ସେ ସଂକେନ୍ଦ୍ରିତ କରିବ। ଉଦାହରଣ ସ୍ୱରୂପ ପ୍ରତ୍ୟେକ ବ୍ୟକ୍ତି ଗୋଟେ ସ୍ୱତନ୍ତ୍ର ପ୍ରବୃତ୍ତିରେ ତିଆରି, ତାର ସ୍ୱତନ୍ତ୍ର ରୁଚି ରହିଛି, ସ୍ୱତନ୍ତ୍ର ଅଭିପ୍ସା ରହିଛି। ତେଣୁ ସେ ନିଜର ପ୍ରବୃତ୍ତି, ନିଜ ରୁଚିକୁ ଆଗେ ଚିହ୍ନିବ। ଗୋଟିଏ ସଙ୍ଗୀତଜ୍ଞ କଳା, ତା ଭିତରେ ତା ପ୍ରବୃତ୍ତି ରହିଛି, ସେ ସଙ୍ଗୀତ ଗାଇବ, ସଙ୍ଗୀତ ପ୍ରତି ତା ରୁଚି ରହିଛି ଏବଂ ସଙ୍ଗୀତକୁ ମାଧ୍ୟମ କରି ତାର ସୃଜନଶୀଳ ଭୂମିରୁ ସେ ଅଭିପ୍ସା ପୋଷଣ କରିବ। ସେହି ସୃଜନଶୀଳ ଭୂମି ହିଁ ତାର ମାନସ ସତ୍ତାକୁ ସମନ୍ୱିତ କରିପାରିବାର
ତା ପାଖରେ ଯଥେଷ୍ଟ ଶକ୍ତି ରହିଛି। ଆମେମାନେ ସେହି ମାନସ ସମନ୍ୱୟ ସତ୍ତାକୁ ଜୀବନ୍ତ ଜ୍ୱଳନ୍ତ କରି ଗଢ଼ିବାକୁ ଚାହୁଁ, ତାହେଲେ ତା ମଝିରେ ହିଁ ରଖିବାକୁ ପଡ଼ିବ ଏକ କଳ୍ପନା, ଏକ ବୁଦ୍ଧି ରଚିତ ପ୍ରତୀକର ସ୍ୱରୂପ। ଏଇ ଯେଉଁ କଳ୍ପନାର କଥା ସେ କହୁଛନ୍ତି, ଆମର ଯେଉଁ ମାନସ ସତ୍ତାଟି ଗୋଟିଏ ଜାଗାରେ ସମନ୍ୱିତ ହେବ, ତାକୁ ସେ ସମନ୍ୱିତ ହେଉଛି ସେଠି କାହା ଦ୍ୱାରା ସେ ସମନ୍ୱିତ ହେବ ନା ପରମଙ୍କ ଦ୍ୱାରା ପ୍ରେରିତ ଗୋଟେ ପ୍ରତୀକ ଆମର ଜୀବନ ସତ୍ତା ସହିତ ସଂଯୋଜିତ ହୋଇଛି। ସିଏ ହେଉଛି ବୁଦ୍ଧି। ବୁଦ୍ଧିକୁ କେନ୍ଦ୍ର କରି ସେ ବୁଦ୍ଧି ହେଉଛି, ସେଇ ଶୁଦ୍ଧ ବୁଦ୍ଧିଟି ହେଉଛି ସେ ପରମଙ୍କର ଏକ ପ୍ରତୀକ ରୂପରେ ଆମର ପଥଚାରଣା କରୁଛି ଏବଂ ତାହାରି ଠାରେ ହିଁ ମାନସ ସତ୍ତାକୁ ସମନ୍ୱିତ କରିବାକୁ ପଡ଼ିବ। ତା ରୁଚିକୁ ସେଇ ଜାଗାରେ ସମନ୍ୱିତ କରିବାକୁ ପଡ଼ିବ। ସେ ହିଁ ସେଇ ପରମଙ୍କର ପ୍ରତୀକ ସ୍ୱରୂପ ଆମ ଆଗରେ ସେ ଆଲୋକଦୀପ୍ତ ଶିଖା ଭାବରେ ଆମକୁ ପରିଚାଳିତ କରିବ। ସେ ବୁଦ୍ଧି ଯଦି ସେଇ ପରମଙ୍କର ପ୍ରତୀକ ରୂପରେ ଆମକୁ ଆଲୋକ ପ୍ରଦାନ କରିପାରନ୍ତା ଏବଂ ଆମର ପ୍ରାଣଠାରେ ତାର ନିବାସ ହୋଇପାରନ୍ତା, ତାହେଲେ ଆମର ମାନସ ସତ୍ତା ଆଉ ଦିଗ୍ଭ୍ରଷ୍ଟ ହୁଅନ୍ତା ନାହିଁ, ବିଚଳିତ ହୁଅନ୍ତା ନାହିଁ। ସେ ବୁଦ୍ଧିବୃତ୍ତି ପାଖରେ ତାକୁ ଏଠି ବୁଦ୍ଧିବୃତ୍ତି ହିଁ ଗୋଟେ ଡ୍ରାଇଭର ହିସାବରେ ବା ଚାଳକ ହିସାବରେ ମାନସ ସତ୍ତାକୁ ସେ ପରିଚାଳନା କରନ୍ତା ଏବଂ ବୁଦ୍ଧିବୃତ୍ତି ହିଁ ସେ ପରମ ଜ୍ଞାନର ଆହ୍ୱାନ କରିପାରନ୍ତା, କାହିଁ ତା ସହିତ ତାର ସଂଯୋଜିତ ରହିଛି, ତା ସହିତ ତାର ମିଳନ ରହିଛି। ତାପରେ ସେ କହୁଛନ୍ତି ଏହି କଥା ହିଁ, ଏହି ଏକ ହିଁ କଥା ଯୁଗେ ଯୁଗେ ନାନା ଦେଶର ଶ୍ରେଷ୍ଠ ଆଚାର୍ଯ୍ୟମାନଙ୍କ ଦ୍ୱାରା ନାନା ରୂପରେ ମହାନ ଶାଶ୍ୱତ ଭାଷାରେ କୁହାଯାଇଅଛି। ଗୀତାରେ ସୁନ୍ଦର ଭାବରେ କହିଛନ୍ତି, ଯେତେବେଳେ ଅର୍ଜୁନ ପଚାରିଛନ୍ତି ଯେ କିଏ ଏ ଜୀବନକୁ ପରିଚାଳିତ କରିପାରିବ ବା ଜୀବନ ଗୋଟେ ସୁନ୍ଦର ମଧୁମୟ ହୋଇପାରିବ, ସେତେବେଳେ ସୁନ୍ଦର ଭାବରେ ସେ ଉତ୍ତରଟି କହିଛନ୍ତି, ବ୍ୟବସାୟିକାତ୍ମକା ବୁଦ୍ଧି ଏକ ହୋ କୁରୁନନ୍ଦନ। ହେ କୁରୁନନ୍ଦନ, ତୁମର ବୁଦ୍ଧିକୁ ନିଶ୍ଚୟାତ୍ମକ କର, ତାକୁ ଶୁଦ୍ଧ କର, ପରମଙ୍କ ସହିତ ସଂଯୋଗ କର, ତାକୁ ଏକ କର। ସେତେବେଳେ ଯାଇ ସେଇ ବୁଦ୍ଧି ହିଁ ଆଲୋକର ଦୀପଶିଖା ତୁଲ୍ୟ ତୁମକୁ ଯଥାର୍ଥ ଲକ୍ଷ୍ୟ ଦିଗରେ ତୁମକୁ ପରିଚାଳିତ କରିବ, ଆଉ ମନ ବିଚଳିତ ହେବ ନାହିଁ। ତେଣୁ ସେ କହୁଛନ୍ତି ଏହି କଥା ଯୁଗେ ଯୁଗେ ନାନା ଦେଶରେ ଶ୍ରେଷ୍ଠ ଆଚାର୍ଯ୍ୟମାନଙ୍କ ଦ୍ୱାରା ନାନା ରୂପରେ ମହାନ ଶାଶ୍ୱତ ଭାଷାରେ କୁହାଯାଇଛି। କେଉଁ କଥାଟି କୁହାଯାଇଛି? ଯେ ପ୍ରତ୍ୟେକ ବ୍ୟକ୍ତିର ସତ୍ତା ଓ ବିଶ୍ୱର ବିରାଟ ସତ୍ତା ଏକ ଓ ଅଭିନ୍ନ। ଏହି କଥାରେ କେବଳ ବୁଦ୍ଧି ହିଁ ଜାଣେ। ସେଇ ବ୍ୟବସାୟିକାତ୍ମା ବୁଦ୍ଧି ବା ନିଶ୍ଚୟ ବୁଦ୍ଧି ବା ଶୁଦ୍ଧ ବୁଦ୍ଧି ଏକଥା ଜାଣେ ଯେ ମୋ ଭିତରେ ଥିବା ସେଇ ସତ୍ତା, ସେଇ ଆତ୍ମା ଆଉ ବିଶ୍ୱ ଭିତରେ ଥିବା ସେଇ ମୂଳ ଆତ୍ମା ସେ ଏକ ଅଭିନ୍ନ। ଯାହା ବ୍ରହ୍ମାଣ୍ଡେ ଯାହା ତାହା ପିଣ୍ଡେ। ବ୍ରହ୍ମାଣ୍ଡ ଏବଂ ପିଣ୍ଡ ଏକ ଏବଂ ଅଭିନ୍ନ। ଏହି କଥାଟି ଏକ ଦୃଢ଼ୀଭୂତ ଧାରଣା ହୋଇଥିବା ଦରକାର। ୟାକୁ ଏକ ଅନୁଭବ ଭିତରକୁ ଆସିବା ପାଇଁ ଆମର ଯୋଗ ସାଧନାର ଆବଶ୍ୟକତା। ଆମେ ଯେଉଁ ଯୋଗ ସାଧନା କରୁଛୁ ଏବଂ ବୁଦ୍ଧିବୃତ୍ତିଟି ଯେଉଁ କଥା ଆଡ଼କୁ ଆମକୁ ନେଇଯିବ, ସେଇଟା ହେଉଛି ଯେ ନିଜ ଭିତରେ ଥିବା ସେଇ ପରମ ସତ୍ତା ଏବଂ ଜଗତ ଭିତରେ ଥିବା ବିଶ୍ୱ ଭିତରେ ଥିବା ସେଇ ପରମ ସତ୍ତା ଏକ ଏବଂ ଅଭିନ୍ନ। ଏହି କଥାକୁ ସେ ଅନୁଭବ କରିବ। ସେ ଯାହା ଅଛି, ଯାହା ଆଜି ଅଛି, ତାହା ଯଦି ମୂଳତଃ ଓ ତତ୍ତ୍ୱତଃ ଚିରଦିନ ହିଁ ଥିଲା, ତେବେ ସତ୍ତା ଓ
ଓ ତାହାର ଆଦି ଉତ୍ସ ମଧ୍ୟରେ ଆମ୍ଭେମାନେ ଓ ଆମ୍ଭମାନଙ୍କର ସୁକଳ୍ପିତ ମୂଳ କାରଣ ମଧ୍ୟରେ ପ୍ରଭେଦ କରିବାର ଆବଶ୍ୟକତା କେଉଁଠି? ଯେଉଁ ମୂଳ ଉଦ୍ଦେଶ୍ୟ ବା ଯେଉଁ ମୂଳ ଜ୍ଞାନଟି ଆମର ହେବା ଦରକାର ସେଇଟା ହେଉଛି ଯେ ମୋ ଭିତରେ ଥିବା ଆତ୍ମା ଏ ବିଶ୍ୱ ଭିତରେ ଥିବା ଆତ୍ମା ଏକ। କିନ୍ତୁ ଆମର ସତ୍ତା ସେ ଏକ ପ୍ରଭେଦ ଦେଖୁଛି। ଆମମାନଙ୍କର ଗୋଟେ ସତ୍ତା ମୂଳ ସତ୍ତା ସହିତ ସେ ସଂଯୋଜିତ ହୋଇପାରି ନାହିଁ। ତେଣୁ ସେ ମୂଳତଃ ଏଇ କଥାଟି ଯେ ବିଶ୍ୱ ଭିତରେ ଥିବା ସତ୍ତା ଏବଂ ମୋ ଭିତରେ ଥିବା ସତ୍ତା ଚିରଦିନ ହିଁ ଥିଲା ଏବଂ ସେଇ ସତ୍ତା ହିଁ ହେଉଛନ୍ତି ଆମର ମୂଳ ଉତ୍ସ, ଆଦି ଉତ୍ସ। ତେବେ ଆମ ଭିତରେ ଏଇ ପ୍ରଭେଦଟାର ଆବଶ୍ୟକତା କେଉଁଠି? ଏଇଠି ପ୍ରଭେଦ କରିବାର କିଛି ଆବଶ୍ୟକତା ନାହିଁ। ଆମେ ଏକ ବୋଲି ଅନୁଭବ କରିବାର ଅଛି। ସେଥିପାଇଁ ପ୍ରାଚୀନ ବିଜ୍ଞ ବ୍ୟକ୍ତିଗଣ ଯାହା କହିଛନ୍ତି ତାହା ଧ୍ରୁବ ସତ୍ୟ। ପ୍ରାଚୀନ ବିଜ୍ଞଗଣ କ'ଣ କହିଛନ୍ତି ନା ଆମ୍ଭେମାନେ ଓ ଆମ୍ଭମାନଙ୍କର ମୂଳ ଉତ୍ସ, ଆମ୍ଭେମାନେ ଓ ଆମ୍ଭମାନଙ୍କର ଭଗବାନ ଏକ ଛଡ଼ା ଦୁଇ ନୁହନ୍ତି। ଏକ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା କରମାଧ୍ୟକ୍ଷ ସର୍ବଭୂତାଦିବାସ ସାକ୍ଷୀ ଚେତା କେବଳ ନିର୍ଗୁଣ ସେ ଯାହା ଉପନିଷଦ କହୁଛନ୍ତି ଯେ ସେ ଏକ ଆମ୍ଭେମାନେ ଏବଂ ଆମମାନଙ୍କର ମୂଳ ସତ୍ତା, ଆମ୍ଭେମାନେ ଏବଂ ଆମମାନଙ୍କର ଭଗବାନ, ଏହା ଭିତରେ କୌଣସି ପ୍ରଭେଦ ନାହିଁ। ଇଏ ଏକ ଏବଂ ଅଭିନ୍ନ, ଦୁଇ କେବେ ବି ହେଇପାରିବ ନାହିଁ। ଏକ ଦେବ, ସେଇ ହେଉଛନ୍ତି ଆଦି, ସେଇ ହେଉଛି ଅନ୍ତ, ସେଇ ହେଉଛି ବ୍ୟକ୍ତ, ସେଇ ହେଉଛନ୍ତି ଅବ୍ୟକ୍ତ। ତେଣୁ ଆମ୍ଭେ ଆମମାନଙ୍କର ଭଗବାନ ସେ ଯେଉଁ ଏକ, ସେ ଦୁଇ ନୁହନ୍ତି। ଏବଂ ସେଇ ଏକତ୍ୱଟାକୁ କହିଲେ ଆମେ କ'ଣ ବୁଝୁ? ଆମେ ଏକତ୍ୱ କହିଲେ ଯାହା ବୁଝୁ ତାହା ହେଉଛି ଅଖଣ୍ଡ ଅଭେଦ ମିଳନ। କେବଳ ଗୋଟିଏ ଅଳ୍ପ ବେଶୀ ଘନିଷ୍ଠ ବା ଅନ୍ତରଙ୍ଗ ମିଳନର ସମ୍ବନ୍ଧ ନୁହେଁ। ତେଲ ପାଣିର ମିଳନ ଯଦି ବା ଗୋଟିଏ ମିଳନ, କିନ୍ତୁ ସେ ମିଳନକୁ ଅଲଗା କରି ହୁଏ। କିନ୍ତୁ ଶୁଦ୍ଧ ଏବଂ ଶୁଦ୍ଧ ପାଣିର ମିଳନ ଯେମିତି ଅଲଗା କରି ହୁଏ ନାହିଁ। ଏହି ମିଳନଟା ଏକ ଏବଂ ଅଭିନ୍ନ, ଅର୍ଥାତ୍ ଏତେ ନିବିଡ଼, ସେଠି କୌଣସି ଖଣ୍ଡିତ ନାହିଁ। ଯେମିତି ଶୁଦ୍ଧ ପାଣି ସହିତ ଶୁଦ୍ଧ ପାଣିର ମିଳନ, ଶୁଦ୍ଧ ତେଲ ସହିତ ଶୁଦ୍ଧ ସୋରିଷ ତେଲର ମିଳନ, ସେମିତି ମିଳନ। କ୍ଷୀର ସହିତ କ୍ଷୀର ମିଳନ, କ୍ଷୀର ସହିତ ପାଣିର ମିଳନ ନୁହଁ, ଅଳ୍ପ କମ୍ ବେଶୀର ମିଳନ ନୁହଁ, ଅଖଣ୍ଡ ଏବଂ ଅବ୍ୟକ୍ତ ବା ଅଭେଦ ମିଳନ। ତେଣୁ ସେ ମିଳନଟା ଗୋଟେ ସମ୍ବନ୍ଧଯୁକ୍ତ ନୁହେଁ, ଅନ୍ତରଙ୍ଗ ମିଳନ ନୁହେଁ, ଘନିଷ୍ଠ ମିଳନ ନୁହେଁ, ଅଭେଦ ମିଳନ, ଅଖଣ୍ଡ ମିଳନର କଥା ସେ କହୁଛନ୍ତି। ସେଥିପାଇଁ ମନୁଷ୍ୟ ଯେତେବେଳେ ଧୀରେ ଧୀରେ ଭଗବାନଙ୍କ ସନ୍ଧାନରେ ଦୁର୍ଗମ ଶିଖର ଆଡ଼କୁ ପୁଣି ଉଠିବାକୁ ଚେଷ୍ଟା କରେ, ସେତେବେଳେ ସେ ଭୁଲିଯାଏ ଯେ ତାର ସକଳ ବୁଦ୍ଧି ଓ ସକଳ ବୋଧି ତାହାକୁ ସେହି ବ୍ୟାପାର ଅସୀମର ମଝିରେ ପଦେ ବି ଆଗେଇ ଦେଇପାରିବ ନାହିଁ। ସେ ଜାଣେ ନାହିଁ ଯେ ସେ ଯାହାକୁ ସୁଦୂରର ବସ୍ତୁ ମନେକରି ଖୋଜୁଅଛି ସେ ତାହାର ଅନ୍ତରରେ ବିଦ୍ୟମାନ। ଆମେ ଯେତେବେଳେ ସେ ଦୁର୍ଗମ ପଥକୁ, ଦୁର୍ଗମ ଶିଖର ଆଡ଼କୁ ଆରୋହଣ କରି କରି ଚାଲୁ, ସେତେବେଳେ ଆମେ ଭାବୁ ଆମର ବୁଦ୍ଧି ଏଠି ଅନ୍ତରାୟ ସୃଷ୍ଟି କରୁଛି, ଆମ ବୋଧି ଅନ୍ତରାୟ ସୃଷ୍ଟି କରୁଛି, ଆମ ଭାବନା ଅନ୍ତରାୟ ସୃଷ୍ଟି କରୁଛି। ଏଠି ମା' କହୁଛନ୍ତି ଯଦି ଯଥାର୍ଥ ପଥରେ ଗୋଟେ ଆତ୍ମମିଳନର ସହ ଦୁର୍ଗମ ସନ୍ଧାନରେ ସେ ଯଦି ଶିଖର ଆଡ଼କୁ ଚାଲିଛି ଏକ ଲୟରେ, ସେତେବେଳେ ବୁଦ୍ଧି ଆଉ ବୋଧି ସବୁ ଏକ ହୋଇଯାଇଛନ୍ତି। ସେତେବେଳେ ଆଉ ଇଏ ମଝିରେ ସେମାନେ ପାଚେରୀ ହେଇକି ନାହାନ୍ତି
ବା ମଝିରେ ସେମାନେ ନାହାନ୍ତି, ସେମାନେ ମଧ୍ୟ ଏଠି ସହଯୋଗିତା କରୁଛନ୍ତି। କାରଣ ସେ ତଲ୍ଲୀନ ଭାବରେ ଏକ ଭାବରେ ସେ ଆଗେଇ ଆଗେଇ ଚାଲିଛି। କାରଣ ଏଇ ଆଗେଇବା ପଛରେ, ଆଗେଇବା ମାନେ କ'ଣ, ସେ ଏମିତି ତଲ୍ଲୀନ ହେଇଯାଉଛି, ସେ ଯେଉଁ ଶିଖର ଆଡ଼କୁ ଯାଉଛି ସେ ଶିଖରଟି ତା'ର ଅନ୍ତର ପ୍ରଦେଶ। ସେ ଦେଖୁଛି ଯେଉଁ ତା'ର ଲକ୍ଷ୍ୟ, ତା ଲକ୍ଷ୍ୟଟି ହେଉଛି ତା ଅନ୍ତର ପ୍ରଦେଶରେ ବିଦ୍ୟମାନ ସେହି ପରମ ପ୍ରଭୁ। ସେ ଆଉ କୁଆଡ଼େକୁ ଯାଉନାହିଁ, ସେ ଅନ୍ତର ଭିତରକୁ ଆସ୍ତେ ଆସ୍ତେ ପ୍ରବେଶ କରୁଛି। ସେଠି ତା ଭିତରେ କୌଣସି ଅସୀମ ବା ସୀମାର କୌଣସି ବୁଦ୍ଧିବୃତ୍ତି ବା ବୋଧିବୃତ୍ତି ତା ମଝିରେ ନାହାନ୍ତି। ସମସ୍ତେ ଏଠି ମେଳନରେ, ସମସ୍ତେ ଜଣେ ଜଣେ ସହଯୋଗୀ ଭାବରେ ଏଠି ଅଛନ୍ତି। ଆଉ ଯେତେକ୍ଷଣ ପର୍ଯ୍ୟନ୍ତ ସିଏ ତା ନିଜ ଅନ୍ତରର ସେହି ଉତ୍ସକୁ ଦେଖି ନ ପାରିଛି, ଅର୍ଥାତ୍ ସେ ଅନ୍ତର ପ୍ରଦେଶରେ ସେ ପରମଙ୍କୁ ସେ ଦେଖି ନ ପାରିଛି, କିପରି ସେ ସେହି ମୂଳ ଉତ୍ସ ସମ୍ବନ୍ଧରେ କିଛି ଜାଣିପାରିବ? ତେଣୁ ସିଏ ଯାହା ଆଡ଼କୁ ଯାତ୍ରା କରୁଛି ତାକୁ ସେ ଦେଖିପାରିଛି, ତାକୁ ସେ ଅନୁଭବ କରିପାରିଛି। ଏବଂ ସେତେବେଳେ ଯଦି ସେ ଅନୁଭବ କରି ନ ପାରିଛି, ତାକୁ ଦେଖି ନ ପାରିଛି, ତା ଆଡ଼କୁ କେମିତି ଯାତ୍ରା କରୁଛି? ତେଣୁ ମନ ବୁଦ୍ଧିର ଅନ୍ତରାଳରେ ଆଉ କିଏ ତା ଭିତରେ ଅଛି, ସିଏ ତାକୁ ତା ଲକ୍ଷ୍ୟକୁ ଦେଖିପାରିଛି ଏବଂ ସେହି ଅନ୍ତର ପ୍ରଦେଶ ଆଡ଼କୁ ସେ ଯାତ୍ରା କରି କରି ଚାଲିଛି। ତେଣୁ ନିଜକୁ କହିଲେ, ନିଜକୁ ବୁଝିଲେ, ନିଜକୁ ଚିହ୍ନି ଶିଖିଲେ ସାଧକ ପରମ ତତ୍ତ୍ୱର ସନ୍ଧାନ ପାଇପାରିବ। ତେଣୁ ଏଇଠି ଆସିଲା ସାଧନାର କଥା, ଯେ ବ୍ୟକ୍ତିଟିଏ ସଦାବେଳେ ସେ ନିଜକୁ ବୁଝିବ, ନିଜକୁ ଚିହ୍ନିବ। ନିଜକୁ ଚିହ୍ନିବାର ଅର୍ଥ ସିଏ ଯେଉଁ ସତ୍ତା, ଏଇ ପରମ ବିଶ୍ୱ ବିରାଟ ସତ୍ତା ଏକ ଅଭିନ୍ନ, ଏଇଟାକୁ ସେ ବୁଝିବ ଏବଂ ସିଏ ଯେ ଏକ ଅଭିନ୍ନ ଏଇ କଥାକୁ ସେ ସନ୍ଧାନ କରିବ। ସେତେବେଳେ ସେ ସୁନ୍ଦର ଭାବରେ କହୁଛନ୍ତି, ବାଇବେଲରେ କୁଳବୁଦ୍ଧଙ୍କ ସେହି ଚମତ୍କାର ଚମତ୍କୃତ ହୋଇ କହି ଉଠିବ ସେହି କୁଳବୁଦ୍ଧ, ହେଇ ଯେ ଏଇ ପରା ଈଶ୍ୱରଙ୍କର ବାସଭୂମି, ଆଉ ମୁଁ ତେଣିକି ଜାଣିନଥିଲି। ସେତେବେଳେ ସେ ଅନୁଭବ କରିବ, ନବଦ୍ୱାରେ ପୁରେ ଦେହି ହିଂସା ଲେଲାୟତେ ବହି, ଯେ ଏଇ ନବଦ୍ୱାର ବିଶିଷ୍ଟ ଘର ଭିତରେ ସେଇ ପରମ ପ୍ରଭୁ ତ ଗୁପ୍ତ ଭାବରେ ରହିଛନ୍ତି, ମୁଁ ଇଆଡ଼େ ସିଆଡ଼େ କ'ଣ ଖୋଜୁଛି? ସେମିତି ବାଇବେଲରେ କୁଳବୁଦ୍ଧ କହି ଚମତ୍କୃତ ହୋଇ କହି ଉଠିଛନ୍ତି, ଏଇ ପରା ଈଶ୍ୱରଙ୍କର ବାସଭୂମି, ତେଣୁ ମୁଁ ଏଣିକି ଜାଣିନଥିଲି। ସେଥିପାଇଁ ଆମମାନଙ୍କୁ କ'ଣ କରିବାକୁ ହେବ, ସେଇଟା ଏଠୁ ସେ ଆରମ୍ଭ କରୁଛନ୍ତି। ଏଥିପାଇଁ ଆମମାନଙ୍କୁ ବ୍ୟକ୍ତ କରିବାକୁ ହେବ ସେହି ମହାନ ସଂକଳ୍ପକୁ, ଯେଉଁ ସଂକଳ୍ପ ସମଗ୍ର ବିଶ୍ୱଭୁବନକୁ ସୃଷ୍ଟି କରିଛି, ଯେଉଁଥିରେ ସମସ୍ତେ ଶୁଣିବାକୁ ପାଉଛନ୍ତି ସେହି ଦିବ୍ୟବାଣୀ ଜଳ ସ୍ଥଳ ଆକାଶରେ ଧ୍ୱନିତ ହେଉଅଛି, ମୁଁ ସର୍ବଭୂତ, ମୁଁ ସର୍ବବସ୍ତୁର ଅନ୍ତରରେ ବିରାଜମିତ ହୋଇଅଛି। ଏଇଠି ସେ କହୁଛନ୍ତି ଯେ ଯେତେବେଳେ ସୃଷ୍ଟିର ଆରମ୍ଭ ହେଲା, ଏକ ଦିବ୍ୟ ସଂକଳ୍ପ ହିଁ ଏ ବିଶ୍ୱଭୁବନକୁ ସୃଷ୍ଟି କଲେ। ତେଣୁ ସେହି ଦିବ୍ୟ ସଂକଳ୍ପ ହିଁ ଏକ ଶବ୍ଦ ବ୍ରହ୍ମ ଭାବରେ ସେ ସୃଷ୍ଟି କଲେ ଏବଂ ସୃଷ୍ଟି ହେଲେ, ଏବଂ ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ଜାଗାରେ ଜଳ ସ୍ଥଳ ଆକାଶ ସବୁ ସେଇଠିରେ, ସବୁ ଭିତରେ ସେହି ଦିବ୍ୟବାଣୀ ଦିବ୍ୟ ସଂକଳ୍ପର ଧ୍ୱନିତ ହେଉଛନ୍ତି। ଯେପରି ସ୍ୱହଂ ସ୍ୱମ୍ ସ୍ୱମ୍, ଯେ ମୁଁ ହିଁ ସେଇ ଜଳ ଭିତରେ ବି ସେ ଧ୍ୱନିତ ହେଉଛନ୍ତି। ତେଣୁ ସେ ଦିବ୍ୟବାଣୀ ଦିବ୍ୟ କର୍ଣ୍ଣ ଦ୍ୱାରା ସେ ଯଦି ଶୁଣିପାରିବ ଯେ ଜଳସ୍ଥଳ ଆକାଶରେ କେମିତି ସେହି ପରମ ପ୍ରଭୁଙ୍କର ଦିବ୍ୟବାଣୀ ଧ୍ୱନିତ ହେଉଛି, ସେ କେମିତି କହୁଛି ସ୍ୱମ୍ ସ୍ୱହମ୍, ଅର୍ଥାତ୍ ମୁଁ ସର୍ବଭୂତ, ମୁଁ ସର୍ବବସ୍ତୁର ଅନ୍ତରରେ ବିରାଜମାନ ହୋଇଅଛି। ଯେତେବେଳେ ସମସ୍ତେ ଏହି କଥା ଶୁଣିପାରିବେ, ସେତେବେଳେ ସେହି ପ୍ରତିଶ୍ରୁତ ଦିବସ, ସେହି ଦିବ୍ୟ ରୂପାନ୍ତରର
शुभ दिवस सन्निकट होई आसीब जेतेବେଳେ मनीष से दिव्य शब्द ता अंतर प्रदेशर शुणी पारिब सेतेବେଳେ तार शुभ दिनटी तार निकटକୁ निकटवर्ती होई आसीब सेतेବେଳେ मनुष्य पदार्थ कणारे देखिपारिब तार अंतरर निगूढ़ संकल्प जेतेବେଳେ प्रत्येक जीवंत प्राणी भितरे से देखिपारिब भगवानकर पूर्ण इच्छार प्रतिकृति जेतेବେଳେ से प्रत्येक मनुष्य मध्य देखिपारिब स्वयं भगवान को जेतेବେଳେ नव उषार अरुण जेतेବେଳେ नव उषार अरुण रागरे अंधकार सेतेବେଳେ नव उषार अरुण रागरे अंधकार असत्य अज्ञान भूल भ्रांति दुख ताप जहाँ एपर्यंत विश्व प्रकृति आच्छन्न कर रखी से सबू अपसारित हेब कारण समग्र प्रकृति जंत्रणारे अस्फुट आर्तनाद करुअछि आउ पथ चाहि रही अछि केते दिन रे अमृत संतानगण प्रकट हेबे एई जगारे से माँ एई मनुष्य मानक पाखरु से अमृत संतानगण पाखरु प्रकृति किपरि आशा करुछि जे मनुष्य ही से अमृत संतान से ही निज भितरे से अंतरतम प्रदेश को देखिपार परम प्रभुंकर परम इच्छा को से मनीष ही जानीपर से ही श्रवण कर क्षमता तार ही दिव्य दर्शन करिवार क्षमता एवं दिव्य श्रवणर क्षमता रही तेणु जेतेबेले से क्षमता से प्राप्त करिपार सेतेबेले भगवानकर पूर्ण इच्छा को से प्रतिकृति भाव से देखिपार एवं सेतेबेले ता भितरे थिबा समस्त अंधकार असत्य अज्ञान भूल भ्रांति सबकिछि जहाँ किछि ताको आसन्न करी रखिछि जहाँ परम प्रभुंक ठारू दूरेई करी रखिछि मनीष भितरे मनीष को मनीषर भावना को मनीष चेतना को परमंक चेतना भितरे गोटे बाड़ देइकरी रखिछि ताहा अपसारित हब एही कथा को विश्व प्रकृति मध्य चाहिकी बसिछि सी मध्य परम प्रभु को प्रार्थना करुछि सी मध्य जंत्रणा छटपट होउछि एवं से अपेक्षा करिछि अमृत संतानगण एटी प्रकट हेबे एवं परम प्रभुंक इच्छा को साकार रूप देवे तेणु मनीष भितरे थिबा एही भाव ही मूल भावना समस्त भावनार मर्म स्मृति जहाँ को स्मृति पथरे सदा जाग्रत रखा हेब जहाँ सूर्य परी आमर सारा जीवन को दीप्त और समुज्जल करिब तेणु आम पाखरे गोटे जिनिस देइछन्ति भगवान परम प्रभु जहाँ भीतर गोटे सुंदर भावना देइछन्ति एवं से भावना आसीब कोठू ना आम स्मृति देइछन्ति आम स्मृति रे सदा जाग्रत होई रहिबो जे मु एवं मोर विश्व प्रकृति एक एवं ए एकत्व को अनुभव करिबा पाई आम भीतर जो सामर्थ्य मध्य से देइछन्ति से सदादीप्त सूर्यंक परी आमर सत्ता को तेजदीप्त कई रखिछि समुज्जल कई रखिछि तेणु सेई सूर्य को आम भीतर थिबा सूर्य को सदा जाग्रत रखिबा पाई आम स्मृति सदा बेले जाग्रत होइकि रहिछि से ही समस्त भावना एवं समस्त मर्म को समुज्जल करी रखिछि सेथिपाई आज मु तुम मानक यही कथा मन पकई देउछि कारण आम्भे माने जदि एही परम भाव को दुर्लभ रत्न परी अमूल्य निधि परी निज भीतर धारण करी निज पथरे चालू जदि आम्भे माने याकू यार उद्दीपन कार्य रूपांतर कार्य आम मानक भितरे करिबा पाई देउ ताहेले आम्भे माने जानिबु जे एई भाव प्रत्येक वस्तु प्रत्येक प्राणीर अंतरतम प्रदेश रे जीवंत होई रहिछि आउ आम्भे माने याहारी भितरे अनुभव करिबु समग्र विश्वर अपूर्व एकत्व
ଏଇ ଯେଉଁ ଆର୍ଟିକଲଟି ଆମେ ପଢ଼ିଲେ ବର୍ତ୍ତମାନ ଏଇ କଥା ସହିତ ପ୍ରତ୍ୟେକଙ୍କ ପାଖରେ ରହିଛି ସେ ଯେଉଁ କହୁଛନ୍ତି ଯେ ଆମ ଭିତରେ ଥିବା ବୁଦ୍ଧିବୃତ୍ତି ସେ କିପରି ଭଗବାନଙ୍କ ପ୍ରତୀକ ରୂପରେ ଏଠି ଦଣ୍ଡାୟମାନ ରହିଛି ଏବଂ ସେଇ ଦୀପ୍ତ ସୂର୍ଯ୍ୟ ପରି ଆମକୁ ଆଲୋକୋନ୍ମୁଖୀ ଯାତ୍ରା ପଥରେ ଆମକୁ ସାହାଯ୍ୟ କରୁଛି ଏବଂ ସେ ଅନୁଭବ କରିବା ପାଇଁ ଗୋଟେ ପରିସର ସୃଷ୍ଟି କରୁଛି ଯେ ମୋ ଭିତରେ ଯେଉଁ ସତ୍ତା ରହିଛନ୍ତି ବିଶ୍ୱ ଭିତରେ ସେହି ସତ୍ତା ରହିଛନ୍ତି ଏବଂ ସେ ହିଁ ମୂଳ ଆଦି ଉତ୍ସ। ସେ ଚିରଦିନ ଥିଲା, ଆଜି ବି ଅଛନ୍ତି। ତେଣୁ ଆମକୁ ସେହି ମୂଳ ଉତ୍ସ ସହିତ ଏକତ୍ୱ ଅନୁଭବ କରିବା ପାଇଁ, ଅଭେଦ ମିଳନ ପାଇଁ ଆମର ଯେଉଁ ଧୀରେ ଧୀରେ ଆମର ଯେଉଁ ଶିଖର ଆଡ଼କୁ ଯାତ୍ରା, এই ଯାତ୍ରା ପଥରେ କେହି ଅନ୍ତରାୟ ବା ବୁଦ୍ଧି ବୃତ୍ତି କେହି ଅନ୍ତରାୟ ହେଇକି ରହିବେ ନାହିଁ ଏବଂ କେହି ସୁଦୂର ମନେ କରିବେ ନାହିଁ। ସେ ଆଉ କେଉଁଠି ଦୂରରେ ନାହାନ୍ତି, ସେ ଅନ୍ତର ଭିତରେ ବିଦ୍ୟମାନ। ତେଣୁ ସେ ଅନ୍ତର ଦିଗକୁ, ଅନ୍ତର ଭିତରକୁ ଯାତ୍ରା କରିବା ପାଇଁ ବା ଅନ୍ତର ଭିତରେ ସେହି ପରମ ସୂର୍ଯ୍ୟକୁ ଯେ ଦେଖି ନ ପାରିଛି, ସେ ମୂଳ ଉତ୍ସକୁ ସେ ଜାଣିପାରିବ ନାହିଁ। ତେଣୁ ପରମ ସାଧକ ତା ତତ୍ତ୍ୱ ସନ୍ଧାନ ପାଇବା ପାଇଁ ସେ କିପରି ନିଜେ ସଂକଳ୍ପକୁ, ଭଗବାନଙ୍କ ସଂକଳ୍ପକୁ ବୁଝିବ ଯେ ଏହି ପରମ ସଂକଳ୍ପ ହିଁ ବିଶ୍ୱକୁ ସୃଷ୍ଟି କରିଛି। ପରମ ସଂକଳ୍ପ ଦ୍ୱାରା ଏହି ଜଳ ସ୍ଥଳ ଆକାଶ ସବୁ ସୃଷ୍ଟି ହେଇଛି ଏବଂ ସେହି ଜଳ ସ୍ଥଳ ଆକାଶ ଭିତରୁ ସେହି ପରମ ସଂକଳ୍ପ ଧ୍ୱନିତ ହେଉଛି ଯେ ମୁଁ ସର୍ବଭୂତ ଅନ୍ତରେ ବିରାଜମାନ ରହିଛି। এই କଥା ଶୁଣିପାରିବା ପାଇଁ ଯିଏ ଶୁଣିପାରିବ ସେ ତାହାରି ଭିତରୁ ସେ ପରମ, ସେ ସବୁଠି, ସେ ପ୍ରତ୍ୟେକ ଭିତରେ ତାଙ୍କୁ ଦେଖିପାରିବ ଏବଂ ନିଗୁଢ଼ ସଂକଳ୍ପକୁ ସେ ଜୀବନ୍ତ ଭାବରେ ଅନୁଭବ କରିପାରିବ। ସେତେବେଳେ ତା ଭିତରେ ଥିବା ସମସ୍ତ ଅନ୍ଧକାର, ସମସ୍ତ ଅସତ୍ୟ, ସମସ୍ତ ଅଜ୍ଞାନ, ଭୁଲ ଭ୍ରାନ୍ତି ସବୁ ଅପସାରିତ ହୋଇଯିବ ଏବଂ ସେ ହିଁ ଏହି ପୃଥିବୀକୁ ସମସ୍ତ ଯନ୍ତ୍ରଣାରୁ, ଆର୍ତ୍ତନାଦରୁ ତାକୁ ଉଦ୍ଧାର କରିପାରିବ। ତେଣୁ ମଣିଷକୁ ତା ସ୍ମୃତିକୁ ସଦା ଜାଗ୍ରତ ରଖିବାକୁ ପଡ଼ିବ ଯେ ତା ଭିତରେ ସେ ପରମ ସୂର୍ଯ୍ୟ ଦୀପ୍ତିମନ୍ତ ହୋଇ କିପରି ରହିଛନ୍ତି ଏବଂ ସେ ହିଁ ଆମ ଭିତରେ ଥିବା ଏକ ରୂପାନ୍ତର କାର୍ଯ୍ୟ କରିବା ପାଇଁ ଆଗଭର ଅଛନ୍ତି। ଯଦି ଆମେ ତାଙ୍କୁ ସମ୍ମତି ଦେଉ ତାହେଲେ ସେ ହିଁ ରୂପାନ୍ତର କାର୍ଯ୍ୟ କରିବେ ଏବଂ ସେ ପ୍ରତ୍ୟେକ ଅନ୍ତର ଭିତରେ ଜୀବନ୍ତ ଭାବରେ ରହି ଆମେ ସେ କଥାକୁ ଅନୁଭବ କରିବା। ସେ ଆଉ ମୁଁ ଏକ, ଏହି ଏକତ୍ୱକୁ ଅନୁଭବ କରିବାର କଥା ସେ କହୁଛନ୍ତି। ଏହାପରେ ଆହୁରି ଅନେକ କଥା କହିବେ, ବିଶ୍ୱଗତ ସତ୍ତା କଥା କହିବେ, ବ୍ୟକ୍ତିଗତ ସତ୍ତାର କଥା କହିବେ ଏବଂ ମିଳନର ସେ ପୃଷ୍ଠଭୂମିକୁ ଆମେ ଯିବା, ଯାହା ଆମ ସର୍ବୋତ୍ତମ ଲକ୍ଷ୍ୟ। ବର୍ତ୍ତମାନ ଆମେ ଏହି କଥା ସହିତ ଆଜିର ଆଲୋଚନା ଭିତରକୁ ପ୍ରବେଶ କରିବା। ଆଉ ଆମେ ତ ଏଇ କଥା ଶୁଣିଲେ, ବର୍ତ୍ତମାନ ସମସ୍ତଙ୍କୁ ଆହ୍ୱାନ କରିବି, ଆଜି ଯାହା ଆମେ ପଢ଼ିଲୁ ଏହି କଥାକୁ ଆମେ ଟିକେ ଚିନ୍ତନ କରିବା ଏବଂ ଆଲୋଚନା କରିବା। ନଳିନୀ ଭାଇ ଟିକେ କହନ୍ତୁ। ଆଚ୍ଛା, ଠିକ୍ ଅଛି। ଅନ୍ୟମାନେ କହିବେ। ହଁ, ନଳିନୀ ଭାଇ କହନ୍ତୁ। ହଁ ହଁ, ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ଆଉ ମୁଁ ତ ଏବେ ଦେଖିଲି କିଛି ସମୟ ଆଗରୁ ଆପଣ ପଠାଇଛନ୍ତି ଆଉ ସେଇ ଯୋଉ ସୁପ୍ରିମ ଡିସ୍କଭରୀର ଯୋଉ ଓଡ଼ିଆଟା, ଆଉ ମୁଁ ତ ତାକୁ ଏତେ ପଢ଼ି ନାହିଁ କିନ୍ତୁ ମୁଁ ତ ଆଗରୁ ପଢ଼ିଥିଲି। ଆଉ ସେଥିରୁ ଅନେକ ରହିଛି, ଅନେକ କଥା ରହିଛି, ତାକୁ ଆହୁରି ଭାବିବାକୁ ପଡ଼ିବ, ଚିନ୍ତା କରିବାକୁ ପଡ଼ିବ। ଆଉ ପ୍ରଶ୍ନ ବି ଅନେକ ରହିଛି। ତାପରେ ଏଇଟା ତ ଛୋଟ ବହିଟି, ଆଉ ମୁଁ ଭାବିଥିଲି କ'ଣ ସେଇ ଯୋଉ ଆପଣ ବୋଧେ ସେଇ